ମୋ ନା ଶ୍ୟାମସୁନ୍ଦର ଲଙ୍କାକୁ ତା ନା ବି ଯେ ଶ୍ୟାମସୁନ୍ଦର ବାରିକ। ଆଚ୍ଛା ସେ ମୋ ସାଙ୍ଗରେ ସାଙ୍ଗ ହେଇକି ଆମେ ଯେ ଘୃତ ଗୁଆ ଘିଅ ଆମର ପ୍ରଚୁର ଗାଈ ଥିଲେ। ଗାଈ ଘୃତର ଅଭାବ ନଥିଲା। ଠେକିଧାରିଆ ଘିଅ ଖାଉ। ଠେକିଧାରିଆ ଘିଅ ନେଇକି ବି ଆମେ ସେ କିଆ ବୁଦା ଭିତରେ ଧୁନି ପକେଇକି ଜାଳୁ। ଏଇ ଧୁନି ପକେଇକି ଅନାଧୁନିଆ ଯଜ୍ଞ କରି ଏଣୁ ତେଣୁ ମନ୍ତ୍ର ପଢିବା ଭିତରେ ଜଣେ ପାଗଳି ସ୍ତ୍ରୀ ଲୋକ ଜଣେ ପହଞ୍ଚିଲେ। କହିଲେ ପୁଅ ଆଉ ଯଜ୍ଞ କରୁଛୁ କରୁନୁ। ବୁଝିଲା ଲୋ ମା ଆମେ ତ ସବୁ ଖରାପ କେତେବେଳେ କଣ ଆମ ପାଟିରେ ପଶିବ କଣ ହବ ଡିଙ୍ଗି ହବ ବଗ ହବ। ତୁ ମା ଏଠି କାହିଁ ରହିବୁ ଆମ ବାଳୁଙ୍ଗା କପଲେରେ। ନା ନାଇଁ 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 ପୁଅ ତୁମେ ଯଜ୍ଞ କର। ମୋ କାନରେ ବାଜିଲା ମୁଁ ଯାଇଥିଲି ଝିଅ ଘରକୁ ମୁଁ ଏଇଠି ଆସିକି ଶୁଣୁଛି। ତୁ ତ ପୁଅ ଭଲ ବେଦ ଭିତର ଜିନିଷ ଗୁଡାକ କହୁଛୁ। ସେଇଠୁ ସେ ପାଗଳି ଜଣକ ବସିକି ଶୁଣିଲେ। ଶୁଣି 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 ଯେତେବେଳେ ରାତି ମଧ୍ୟାହ୍ନ ହେଇଗଲା। କେତେ ପର୍ଯ୍ୟନ୍ତ ଯଜ୍ଞ କଲେ କି? ଯଜ୍ଞ ମୁଁ ତ ଡେଲି ଆମେ କରୁ ଆଉ। ଡେଲି କର ଯେ କେତେଟା ପର୍ଯ୍ୟନ୍ତ ସେଦିନ କଲ? ଆମର ସେଠି ରାତି 12ଟା 1ଟା 2ଟା ପର୍ଯ୍ୟନ୍ତ ହେଇଯାଏ। ତୁମକୁ ସେ ଘରେ କେହି ଖୋଜନ୍ତିନି ସେତେବେଳେ କିଛି? ନାଇଁ କାଇଁ ନାଇଁ ଘରେ ଖାଇ ପିଇକି ଶୋଇଲା ବାଦ ବି ଆମେ ଦି ମୈତ୍ର ନୁଚିକି ପଳେଇ ଆସୁ। ଏଭଳି ପରିସ୍ଥିତି ହେଇଥିଲା? ହଁ ନୁଚିକି ପଳେଇ ଆସି କିଆ ବୁଦା ମୂଳେ। ହଁ କିଆ ବୁଦା ଭିତରେ। ଆଚ୍ଛା ସେଇଠୁ ସେ ପାଗଳି ଜଣକ କହିଲା ପୁଅ ଆଉ କଣ କହୁନୁ ମୁଁ ଦେବି। ଯାହା ମାଗିବୁ ମୁଁ ଦେବି। କହିଲି ମା କଣ ଦବୁ? ମୁଁ କହିଲି ମା ମନ୍ତ୍ର ଯନ୍ତ୍ର କିଛି ଦଉନି। ନା ହଁ ନେ ପୁଅ ଯାହା ମନ୍ତ୍ର ଯନ୍ତ୍ର ସେଇ ଯୋଉ ପଟାମୁଣ୍ଡେଇ କେନାଲ ଯାଉଛି ଗୋଟେ ହାଣ୍ଡି ଭିତରେ ଭାସି ଭାସିକା ଯିବ ଯାଇକି ଧରିବୁ। ମନ୍ତ୍ର ଯନ୍ତ୍ର ପାଇବୁ ତା ଦେହରୁ ବହୁତ ଜିନିଷ ପାଇବୁ। ଆଉ ମୁଁ ଖଣ୍ଡେ ଦଉଛି ଯେ ରୂପା ଖଣ୍ଡେ ଏ ରୂପାଟାକୁ ତୁ କାଗଜ ବାଗେ ଫଳକ କରିଦେବୁ। ଏ ରୂପା ଫଳକୁ ତୁ ଯାହାଟା ପଚାରିବୁ ତାର ଉତ୍ତର ଦବ। ଆଉ ଯାହା ଯୋଉ କାମରେ ଯେତେବେଳେ ନଗେଇବୁ ନାଗିବ। ଆଚ୍ଛା ମୁଁ ଯାଇଥାଏ ଚଣ୍ଡୀ ପାଠ କରିବାକୁ। କୋଉଠିକି ନା ଭଟିମୁଣ୍ଡା ବୋଲିକି ଗୋଟେ ଜାଗା ଅଛି ଯୋଉଠି କଷା ପିତ୍ତଳ ତିଆରି ହୁଏ। ହଁ ଆଚ୍ଛା ସେଠି ଶନି ଠାକୁର ଅଛନ୍ତି। ସେ ନଦୀ ପଠାରେ ମୁଁ ଚଣ୍ଡୀ ପାଠ କରୁଛି। ଚଣ୍ଡୀଙ୍କର ଆବିର୍ଭାବ ହେଲା। ତାଙ୍କୁ ଅଙ୍ଗୁରୁ ବଳି ଦିଆଯାଇକି ମା ଚଣ୍ଡୀକି ସନ୍ତୁଷ୍ଟ କରାଗଲା। କରିବା ଭିତରେ ମା ଚଣ୍ଡୀ ସେଇଠୁ କହିଲେ ପୁଅ ତୁ କଣ ମାଗୁଛୁ ମାଗେ। ମୁଁ କହିଲି ମା ମୋର କିଛି ଦରକାର ନାହିଁ ଖାଲି ମୋ କପାଳରେ ଟିକେ ହାତ ମାରିଦେ। ନା ରେ ବୋକା ପୁଅଟା କଣ ମାଗେ। ବୋଲେ ନା ମୋ କପାଳରେ ଟିକେ ହାତ ମାରିଦିଅ। ମା ମୋ କପାଳରେ ହାତ ମାରିଦେଲେ। ହାତ ମାରିଦବା ଭିତରେ ଜଣେ ବ୍ରାହ୍ମଣ ନନା ଥିଲେ। ତାଙ୍କ ଘର କଣି ଗ୍ରାମରେ। ସିଏ ବି ଦେଖିଛନ୍ତି? ସିଏ ମୋ ସାଙ୍ଗରେ ଥିଲେ। ସିଏ ବି ମଧ୍ୟ ଜଣେ ତନ୍ତ୍ର ସାଧକ ଥିଲେ। ଆପଣଙ୍କ ତନ୍ତ୍ର ସାଧନା କରୁଥିଲେ? ହଁ ପରଶୁରାମ ବୋଲିକି ସେ ମାଷ୍ଟର ଚାକିରି କରିଥାନ୍ତି। ସେ ତାଙ୍କର ସେଇଠୁ ମୋ ଉପରେ ବହୁତ ଈର୍ଷା ଭାବ ଆସିଲା। କହିଲେ ଇଏ ତ ମୋ ଠାରୁ ଅଧିକା ଜାଣିଲେ ଆକୁ ମୁଁ ଆଜି ରାତିରେ ମାରିଦେବି। ସେଇଠୁ ମୋ ଉପରେ ସେଇଠୁ ସେ ଚଣ୍ଡୀ ପେଶାଣ କଲେ। ଚଣ୍ଡୀ ପେଶାଣ କରିବା ବାଦେ ସେଇଠୁ ମତେ କିଛି ଗୁଡ଼ିଏ ରସଗୋଲା ଖୋଇଲେ। କିଛି କିଛି ମଦ୍ୟପାନ ବି ଜବରଦସ୍ତି କରିଦେଲେ। ସାଙ୍ଗସାଥିରେ ପ୍ରେମରେ ପ୍ରଖର ନିଶା ହେଇଗଲା। କରିଦେଇକି ସିଏ ତା ଘରକୁ ସେ ଖସି ପଳେଇ ଆସିଲେ।
एने मशानी चंडी पेशिचंती माँ मशानी चंडी मते खाया को मागिले कहले माँ मुझे तो कौन खाया देवी मु तो ज्ञान शून्य अबिका मु से मोर इष्ट देवी सुवर्ण चंडी की आवाहन कली आवाहन कला बारे मशानी चंडी की से विदा कले कहले माँ मु घर को जीवी ना घर को आस जीव माँ ये नदी तो बीरपा नदी बोलिकी एकूल सेकूल पानी खाऊची जीवी केमिति ना पुआ तू जीवु गोटे जीव पहरी तारी पिठी रे बसबू से तते नहीं जीव मु देखली गोटा विराट बड़ विशाल काय घड़ीगल कुंभीरटाए से करे अच्छी तारी पिठी रे मु बसिली बसवा भितर मु कहली मते सेपट कूल नगा ना सेपट घाट कूल मते दृश्य होनी किए कहला कुंभीर कुंभीर आपण को कथा लेता है तो हां अच्छा अच्छा सेटा के केते मसियार कथा केबे सेटा 75 मसियार कथा सन 1975 मसियार आपण बयस पका केते आइतला बयस सेते बेले मते निहाती 30 पका पका आइतो हां सेडु कोन कहले सेडु कुंभीर सेडु निहाती 2 किलोमीटर बाट आसिला भीतर कहला सेपट कूल मते दुसुनी हनुमंतेश्वर पहाड़ पाखे कहली माँ मत ये पारी कर दे माँ को डाकिले सुने रे नहीं माँ तो से निजे ना किए जे माँ कुंभीर जाको कुआ जाए अच्छा 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 माँ मत ये तू पारी कर दे कूल नगेई दे मु पलैबी माँ आउ तते कूल दृश्य ना हाँ मत ये कूल दृश्य मान मुझे कूल नगेबी आ पुओ तू काम सारिकी तोर धंदा बढ़ेकी आसिक राति की गोटा किछ मते खाया देबो मु जीवी पड़े मु जते बेले माँ को सेठी गोटे दो गछिया थाए बोली कि से जगह ना बट वृक्ष रे माँ को मु कहली माँ एठी था जते बेले आसिकी मु घर को पहुंचली घर से तो मु फेर पुनर्बार चंडी की पेशान कले से जो सांग जनक परसुन ना तुमको हाँ मु ज्ञान शून्य हो गली झाड़ा बांटी भली हो गली जे मो गाँ लोक मते गोटा से तो ये आम्बुलांस हेरिका नथिला फोन हेरिका नथिला गोटा टोकई पूरे की सिक्का पूरे की मझीरे बाउंश पूरे की कांधे कांधे का नेले माली होता गाँ रु पागा पर्यंत पागा पोस्ट ऑफिस रु फोन कले मेडिकल आम्बुलांस आसिला आम्बुलांस आसिक मते कटक मेडिकल नेले कटक मेडिकल 42 दिन मो धीरे चलला सालाइन ऑक्सीजन ये सब चलला दिन कल घटना होची कौन ना मरी गली बोली कि डॉक्टर मते घोषणा कर दे से डॉक्टर धड़ा कपड़ाटा मो ऊपर ढांकी देला आउ भोर भोर आउ जे ना से जो घर रही से रहे से घर को नहीं ना मोर बड़ भाई सब भोर भोर जाकि डॉक्टर से पर्याबू थे से मेडिसिन प्रोफेसर कि पर्या गोटे मन पड़ुनी भाई कहला आज्ञा डेथ रिपोर्ट मो भाई दिंतु मुझे नहीं जी बाटे पुलिस धरवे सौटू आसिले पर्याबू प्रोफेसर पर्याबू जो आसिले देखले छाती टिके धुकु 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 हो हाथ फाट चिपा चिपी कले देखले निश्वास चलुची सौटू ऑक्सीजन व्यवस्था कले कोरामिन हेरिका इंजेक्शन हेरिका देले कहला रे ये लोकटा बंची मृत्यु घोषणा किए कला को डॉक्टर कला अच्छा हौ हौ से सब फाइल देखी पकेले डॉक्टर किए अच्छी से मते सब किसी व्यवस्था करिकी से जाकि से डॉक्टर को डगेले कहले केते वर्ष हला तू एमती डॉक्टर पास करके सर्विस पाइछु आ तू केतेटा पेशेंट मारिलुनु को विरक्त हेले
ସେଇଠୁ ଡକ୍ଟର ପ୍ରଫେସରଙ୍କ ଦାୟିତ୍ୱରେ 4 ଦିନ ମତେ ସମ୍ପୂର୍ଣ୍ଣ ସୁସ୍ଥ କରିକି ଘରକୁ ପଠେଇଲେ। ଘରକୁ ଯେତେବେଳେ ପଠେଇଲେ ଘରେ ଯେତକ ଚଣ୍ଡୀ ଚାମଡା ଭଲ ମନ୍ଦ ଯିଏ ଯେମିତି ରାତି ସାରା ମୋ ରହିବା ଘରକୁ ଆସନ୍ତି, ନାଇଟ୍ ଆସନ୍ତି, ନାଇଟ୍ ସବୁ ଜଳିଥିବ, ନାଲି ନାଇଟ୍, ନେଳି ନାଇଟ୍, ହଳଦିଆ ନାଇଟ୍। ଆମ ଗାଁ ସାରା ଦେଖି ରାତି କବାଟ ପଡିଗଲା। ଆଖପାଖ 50 ଖଣ୍ଡି ମଉଜା ତାଟି କବାଟ ପଡିଗଲା। ସେ ସାମନେକା ଗୁଣି ଶିଖୁଛି ଯେ ନର ବଳି ନଦବା ପର୍ଯ୍ୟନ୍ତ ସେ ବଞ୍ଚିବନି। ତା ଭିତରେ ସେ ଯୋଉ ନନା ପଶୁ ନନା ଖବର ପାଇକି ମେଡିକାଲରୁ ଫେରିଲାଣି ବୋଲିକି ଆସିଲେ, ଶତ୍ରୁ ଥିଲେ। ସିଏ ମତେ କହିଲା, ଆରେ ଶାମ ତୁ ବଞ୍ଚିଛୁ? ହଉ ହଉ ଆଉ ଯା, ତୁ ମରିପାରିବୁନୁ, ଯାହା ଭଲ ହେଇଯିବ କହିକି ସେ ସବୁ ତାଙ୍କର ଯାହା ଦେହରେ ଥିଲେ ଦେହରୁ ତାଙ୍କ ଚଣ୍ଡୀ ଚାମଡା ଭଲ ମନ୍ଦ ଯାହା ଥିଲେ ସେ ତାକୁ ବିଦା କରିକି ନେଇଗଲେ। ନେଇଯିବା ଫଳରେ ଯୋଉ ମାକୁ ମୁଁ ବର ଗଛରେ ଛାଡିକି ଆସିଥିଲି, ସେ ମା ସେଇଠୁ ମତେ କହିଲେ, ପୁଅ କିଛି ନାହିଁ, ତୁ ଦକ୍ଷିଣ ଜାନୁରୁ ଟିକେ ମତେ ରକ୍ତ ଦେଇଦେ, ସେ ରକ୍ତ ଟିକେ ଦେଇଦେ, ମୁଁ ସନ୍ତୁଷ୍ଟ ହେଇକି ମୋ ଜାଗାକୁ ମୁଁ ଫେରିଯାଏ। କାହିଁକି ନା ମୁଁ ସେଠି ବହୁତ ଲୋକ ମତେ ଦେଖିକି କ୍ଷତି ହେଲେଣି। ମୁଁ ସେଇଠୁ ମୋର ଦକ୍ଷିଣ ଜାନୁକୁ କାଟିଲି। ଏବେ ବି ମଧ୍ୟ ଚିହ୍ନ ଅଛି ଦକ୍ଷିଣ ଜାନୁ। ଦକ୍ଷିଣ ଜାନୁରୁ ସେଇଠୁ ଟିକେ ରକ୍ତ ଦେଲି। ମା ଖାଇକି ସନ୍ତୁଷ୍ଟ ହେଲେ। ସେଠି କହିଲେ, ଯାହା ପୁଅ, ତତେ ମୁଁ 100 ବର୍ଷ ପରମାୟୁ ଦଉଛି, ଆଉ କଣ ମାଗିଛୁ? ମୁଁ କହିଲି, ମା ମୋର କିଛି ଦରକାର ନାହିଁ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୁଏ। ଯାହା ହଉ ମାଙ୍କର ଦୟାରୁ ଏବେ ମଧ୍ୟ ମୁଁ ସୁସ୍ଥ। ଠିକ ଅଛି, ପରବର୍ତ୍ତୀ ଏପିସୋଡରେ ଆଉ କିଛି ଆପଣଙ୍କର ଅନୁଭୂତି ନବା। ଆଜି ପାଇଁ ସମୟ ଇସାରା ଦେଲାଣି, ରହୁଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ପଞ୍ଚେଶ୍ୱର। ମା ସୁବର୍ଣ୍ଣ ଚଣ୍ଡିକା ଆଶୀର୍ବାଦରୁ